ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ଡିସ୍କସ୍ କରିବା କଳିଙ୍ଗ ଏବଂ ଉତ୍କଳରୁ ଓଡ଼ିଶା ନାମର ଯାତ୍ରା ଅତ୍ୟନ୍ତ ପ୍ରାଚୀନ ଏବଂ ଐତିହାସିକ, କିନ୍ତୁ ଥିଲା କେଉଁଭଳି ଭାବରେ। ମହାଭାରତ ଏବଂ ପୁରାଣରେ ଉଲ୍ଲେଖ ରହିଛି ଯେ ଗଙ୍ଗା ନଦୀଠାରୁ ଗୋଦାବରୀ ପର୍ଯ୍ୟନ୍ତ ଏହି ସାମ୍ରାଜ୍ୟ ବିସ୍ତାରିତ ଥିଲା। ତାହା ହେଉଛି କଳିଙ୍ଗ। ଖ୍ରୀଷ୍ଟପୂର୍ବ 261ରେ ଅଶୋକଙ୍କ ସହ ହୋଇଥିବା କଳିଙ୍ଗ ଯୁଦ୍ଧ ପରେ ଏହି ନାମ ସାରା ବିଶ୍ୱରେ ପରିଚିତ ହୋଇଥିଲା। ଏହି ସମୟରେ କଳିଙ୍ଗର ନୌବାଣିଜ୍ୟ ଦକ୍ଷିଣ ପୂର୍ବ ଏସିଆରେ ବହୁତ ପ୍ରସାରିତ ହୋଇଥିଲା। ଓଡ଼ିଶାର ଉତ୍ତର ଏବଂ ମଧ୍ୟ ଭାଗକୁ ସାଧାରଣତଃ ଉତ୍କଳ କୁହାଯାଉଥିଲା। ଅର୍ଥ ଉତ୍କଳ ଶବ୍ଦଟି ଉତ୍କୃଷ୍ଟ କଳାରୁ ଆସିଛି ବୋଲି ବିଶ୍ୱାସ କରାଯାଏ। ଉତ୍କୃଷ୍ଟ କଳା କାରୁକାର୍ଯ୍ୟ। ଏହି ଅଞ୍ଚଳ ଶିଳ୍ପ ସ୍ଥାପତ୍ୟ ଏବଂ ସାହିତ୍ୟରେ ଅଗ୍ରଣୀ ଥିଲା। ଆଜି ମଧ୍ୟ ଆମର ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ମାଧ୍ୟମରେ ଏହି ଗୌରବମୟ ନାମ ଜୀବିତ ରହିଛି। ଓଡ଼ିଶା ନାମ କିପରି ଆସିଲା? ଆଧୁନିକ ଓଡ଼ିଶା ନାମଟି ଉଡ୍ର ଜାତି ବା ଉଡ୍ର ଦେଶରୁ ଉତ୍ପନ୍ନ ହୋଇଛି। ପ୍ରାଚୀନ କାଳରେ ଉଡ୍ର ନାମକ ଏକ କୃଷିଜୀବୀ ଜାତି ଏହି ଅଞ୍ଚଳରେ ବାସ କରୁଥିଲେ। ସଂସ୍କୃତ ସାହିତ୍ୟରେ କଳିଙ୍ଗ ଉତ୍କଳ ସହ ଉଡ୍ରମାନଙ୍କର ମଧ୍ୟ ବର୍ଣ୍ଣନା ରହିଛି। ସଂସ୍କୃତ ଶବ୍ଦ ଉଡ୍ର ବିଷୟ କିମ୍ବା ଉଡ୍ରବାସ ପରବର୍ତ୍ତୀ ସମୟରେ ପ୍ରାକୃତ ଭାଷାରେ ଓଡିଶାରେ ପରିଣତ ହେଲା। ମଧ୍ୟଯୁଗରେ ସୂର୍ଯ୍ୟବଂଶୀ ଗଜପତି ରାଜାଙ୍କ ଶାସନ କାଳରେ ଏହି ଅଞ୍ଚଳ ପାଇଁ ଓଡ଼ିଶା ଶବ୍ଦର ବ୍ୟବହାର ଅଧିକ ଲୋକପ୍ରିୟ ହୋଇଥିଲା। ବ୍ରିଟିଶ ଶାସନ ସମୟରେ ଏହାର ବନାନ ଇଂରାଜୀରେ ଓରିଶା କରାଯାଇଥିଲା। ତାପରେ ସରକାରୀ ପରିବର୍ତ୍ତନ ଆସିଲା। 2011 ମସିହାରେ ଓଡ଼ିଶାର ସଠିକ ଉଚ୍ଚାରଣ ଏବଂ ଭାଷାର ମୌଳିକତାକୁ ବଜାୟ ରଖିବା ପାଇଁ 2011 ମସିହାରେ ଭାରତ ସରକାର ସମ୍ବିଧାନରେ ସଂଶୋଧନ କଲେ। ରାଜ୍ୟର ନାମ ଓରିସାରୁ ଓଡ଼ିଶା ହେଲା ଏବଂ ଭାଷାର ନାମ ଓରିଆରୁ ଓଡ଼ିଆ କରାଗଲା। ୟା ବିଷୟରେ ଯଦି ବିସ୍ତାରରେ ଜାଣିବାର ଅଛି ତାହେଲେ କମେଣ୍ଟ କରିକି ଜଣେଇବା, ଆମେ ବିସ୍ତାରରେ ଜାଣିବା। ଆଜି କେବଳ ସର୍ଟରେ କହିଲି କି କେମିତି କଣ ହେଇଥିଲା। ଆଉ ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଭିଡ଼ିଓରେ। ନମସ୍କାର।